श्रीमद्भागवत चतुर्थस्कन्ध चतुर्विंशोऽध्याय मैत्रेय उवाच मैत्रेय कहन्ति विदुरे से पंच पृथ्युङ्कुमरे विजित स्वनाम जार बसिला नृपासने वीर तार अनुज चारि भ्रात राज्य विभागे यथोचित उत्तर दक्षिण पश्चिमे चारि पूर्व अनुक्रमे हर्यक्ष नामे जे कुमार ताहार पूर्वे अधिकार धूम्रकेशକୁ ଦେଲେ ଭୂପ ଦକ୍ଷିଣ ଦିଗେ ସେ ଅଧିପ ପଶ୍ଚିମେ ବୃକନୃପରାଣ ଉତ୍ତର ଦିଗରେ ଦ୍ରବିଣ ବିଜିତ ଅଶ୍ୱନାମ ଯାର ସେହି ସେ ପୃଥୁଙ୍କ କୁମାର ଦ୍ୱିତୀୟ ଅନ୍ତର୍ଧ୍ୟାନ ନାମ ତାହାକୁ ଦେଲେ କସର୍ଜନ ଶୁଣି ବିଦୁର ହରଷିତ ନମେ ମୈତ୍ରେୟ ପାଦଗତ କିମର୍ଥ୍ୟ ଅନ୍ତର୍ଧ୍ୟାନ ନାମ ତାହାକୁ ଦେଲେ ନରୋତ୍ତମ ଏ ବଡ଼ ସଂଶୟ ମୋ ଚିତ୍ତେ ଭମୁନି କହିବା ତଦନ୍ତେ ଏମନ୍ତ ତାର ବାକ୍ୟ ଶୁଣି କହେ ମୈତ୍ରେୟ ମହାମୁନି ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ ଅମୃତ ପୃଥୁର ଚରିତ ଶ୍ରବଣେ ଯେବେ ଇଚ୍ଛା ତୋର କହିବା ଯେ ପୂର୍ବ ବିଚାରେ ଶ୍ରବଣେ ଯେବେ ଇଚ୍ଛା ତୋର କହିବା ଯେ ପୂର୍ବ ବିଚାର ପୃଥୁ ଯେ ଅଶ୍ୱମେଧ କଲେ ସକଳ ଦେବଙ୍କୁ ବରିଲେ ଯଜ୍ଞେ ପୂଜିଲେ ଭଗବାନ ବେଦୋକ୍ତ କର୍ମେ ଧରି ମନ ଯଜ୍ଞେ ସୁବୁଦ୍ଧି ଭାବ ଯେତେ ସମ୍ଭାର କରି ନାନା ମତେ ଏମନ୍ତ ଯଜ୍ଞାରମ୍ଭ କାଳେ ଅଶ୍ୱ ହରିଲେ ଇନ୍ଦ୍ର ବଳେ ବିଜିତ ଅଶ୍ୱ ତାହା ଜାଣି ଇନ୍ଦ୍ର ନ ମାରି ଅଶ୍ୱ ଆଣି ତା ଦେଖି କହେ ପୁରନ୍ଦର ଭୋବୀର ବେଗେ ମାଗବର ତା ଶୁଣି ସେ ପୃଥୁନନ୍ଦନ ଅତି ଆନନ୍ଦେ ତୋଷ ମନ ମୋହର ବରେ ଇଚ୍ଛା ନାହିଁ ଯେବେ ଯାଚିଲୁ ସୁର ସାଇଁ ଏ ତୋର ଅନ୍ତର୍ଧ୍ୟାନ ଗତି ପ୍ରସନ୍ନେ ଦିଅ ସଚିପତି ଶୁଣି ସନ୍ତୋଷେ ମଘବାନ ତାହାକୁ ଦେଲେ ଅନ୍ତର୍ଧ୍ୟାନ ସେ ଘେନି ଅନ୍ତର୍ଧ୍ୟାନ ନାମ ଶୁଣି ବିଦୁର ପୁଣ୍ୟତମ ସେ ପୁଣି ନିଜ ରାଜ୍ୟେ ରାଜା ଧର୍ମେ ପାଳଇ ଜନ ପ୍ରଜା ତାର ଶିଖଣ୍ଡୀ ନାମେ ନାରୀ ରୂପେ କାମିନୀ ମନୋହରୀ ତାହାର ଗର୍ଭେ ନୃପବୀର୍ଯ୍ୟେ ପୁତ୍ର ଜନ୍ମିଲେ ମହାତେଜେ ପାବକ ସୂଚି ପବମାନ ପୂର୍ବେ ଯେ ଥିଲେ ଅଗ୍ନିଜଣ ସେ ଅଗ୍ନି ବଶିଷ୍ଠ କୋପରୁ ଜନ୍ମିଲେ ତିନି ଯୋଗରୁ ଆରେ ଯେ ପତ୍ନୀ ସରସ୍ୱତୀ ଅନ୍ତର୍ଧ୍ୟାନର ଯୁବତୀ ତାହାର ଗର୍ଭେ ଯେ କୁମାର ହବିର୍ଧାନ ଯେ ନାମ ତାର ତାହାକୁ କଲେ ଯେ ନୃପତି ତା ଅଂଶେ ରାଜାର ସନ୍ତତି ଅନ୍ତର୍ଧ୍ୟାନର ମାର୍ଗେ ରାଏ ବିଷୟ ସୁଖ ନ ଯୋଗାଏ ସେ ଜ୍ଞାନ ବୈରାଗ୍ୟ ନୃପତି ତେଜିଏ ଶୟଳ ବିଭୂତି ମନେ ବିଚାରେ ନୃପରାଣ ଏ ସର୍ବ ଅନର୍ଥ କାରଣ ରାଜ ସମ୍ପଦେ ଅନ୍ଧ ହୋଇ ଅଜ୍ଞାନେ ଧର୍ମ ନ ଜଣାଇ ମଣଇ ଶତ୍ରୁ ମିତ୍ର ଭାବ ସକଳ ଘଟେ ଏକ ଜୀବ ରାଜସ୍ୱ ଧର୍ମେ କ୍ରୋଧ ବହି ପ୍ରଜା ପୀଡ଼ନେ ଧନ ନେଇ ଅଧର୍ମ ମାର୍ଗେ ନିୟନ୍ତି ବଳେ ପ୍ରଜା କ୍ଷୁଦାନଳେ ପ୍ରଜା ବିନାଶେ ଘୋର ପାପ ନରକେ ପଡ଼ନ୍ତି ଅଧିପ ପୋଡ଼ୁଏ ରାଜ୍ୟେ କାର୍ଯ୍ୟ ନାହିଁ ଯଜ୍ଞ କରିବା ସୁଖେ ରହି ଯଜ୍ଞର ଛଳେ ସେ ରାଜନ ତେଜିଲେ ନୃପ ସିଂହାସନ ନିଷ୍କାମ ପଥ ଆଶ୍ରୟ କଲେ ପରମ ପୁରୁଷେ ଭଜିଲେ ସୋହଂସ ଦୀକ୍ଷାରେ ରାଜନ ଗମିଲେ ବୈକୁଣ୍ଠ ଭୁବନ ଯେ ହବିର୍ଧାନ ତାକୁ ମର ବସିଲା ନୃପାସନେ ବୀର ଯା ପତ୍ନୀ ନାମ ହବିର୍ଧାନେ ସୁରମୋହିନୀ ସୁଲୋଚନୀ ତାହାର ଗର୍ଭେ 6 ସୁତ ଜନ୍ମିଲେ ତେଜେ ବଳବନ୍ତ ଗୟ ଯେ ବହିର୍ଷଦ ଶୁକ୍ଳ କୃଷ୍ଣ ସତ୍ୟ ଯେ ଜିତବ୍ରତ ସେ ହବିର୍ଧାନ ସନ୍ତତି ମହତ ଗୁଣ ଅତି ପ୍ରତି ସେ ଭାଗ୍ୟବନ୍ତେ ଦଣ୍ଡଧାରୀ ତଜସ ତ୍ରୈଲୋକ୍ୟ ବିସ୍ତାରୀ ସେ କ୍ରିୟାକାଣ୍ଡର ଦ୍ୱିଗୁଣ ଅଦ୍ଭୁତ ତାର କର୍ମ ମାନ ଯେ କର୍ମ କଲେ ଜଗତେ ଶୁଣି ବିଦୁର କହୁ ତୋତେ ଭୂତ ଭବିଷ୍ୟ ବର୍ତ୍ତମାନେ ନ ଦେଖିଏ ତିନି ଭୁବନେ ଏ ଯୋଗେ ପ୍ରାଚୀନଗ୍ରସ୍ଥଳ ଗୁଣେ ଆଚ୍ଛାଦିଲା ସକଳ ଏଣୁ ତା ନାମ ମହିସ୍ଥଳେ ପ୍ରାଚୀନ ବହିର୍ଷଦ ଦେଲେ
ସେ ଯେ ପ୍ରାଚୀନ ମହୀପତି ବିଭା ସମୁଦ୍ର ଦୁହିତି ସେ ଶତଦ୍ରୁତି କନ୍ୟା ସାର ତ୍ରୈଲୋକ୍ୟ ନାହିଁ ପଟାନ୍ତର ତାର ଚରିତ ପୂର୍ବ କଥା ହୋଇଲା ଯେ ବଣ ବ୍ୟବସ୍ଥା ବ୍ରହ୍ମା ତାହାର ପୁରେ ଆସି କନ୍ୟାକୁ ବରିଲା ବିଶ୍ୱାସୀ ବ୍ରହ୍ମା ବଚନେ ସିନ୍ଧୁପତି ରାଜରେ ବରିଲେ ଦୁହିତି ସେ ଯେ ପ୍ରାଚୀନ ମହୀପତି ତା ବିଭା କାଳେ ଶତଦ୍ରୁତି ଅଗ୍ନି ପ୍ରଦକ୍ଷିଣ କରନ୍ତେ ଯେହ୍ନେ ଚଣ୍ଡାଂଶୁ ଭୂମିଗତେ ସେ କନ୍ୟା ରୂପେ ହୁତାସନ ଅନଙ୍ଗେ ହୋଇଲା ଅଧୀନ ସେ ଶତଦ୍ରୁତି ରୂପବତୀର ଚରଣେ ନୂପୁର ଶୋଭନ୍ତି ସେ ମତ ଦ୍ୱୀର ଦଗାମିନୀ ଚରଣେ ନୂପୁରର ଧ୍ୱନି ଶ୍ରବଣେ ଅନଙ୍ଗ ପୀଡ଼ିତ ମୂର୍ଖ ପଣ୍ଡିତ ସୁରବନ୍ତ ତା ରୂପ ଦେଖି ବୁଧ ଜନେ ମୋହେ ପୀଡ଼ନ୍ତି ହତ ଜ୍ଞାନେ ଅମର କିନ୍ନର ଉରଗ ସିଦ୍ଧାଚାରଣ ଖଗ ମୃଗ ଇତ୍ୟାଦି ପଶୁ ଜୀବ ଯେତେ ତା ରୂପ ଦୃଶ୍ୟ ବିମୋହିତେ ତୋ ପ୍ରତି ତୁଲେ ଜଗତେ ନ ଦେଖି ସ୍ୱର୍ଗ ମତ୍ୟ ଗତେ ସେ ପ୍ରାଚୀବ ରହି ରାଜନ ତା ରୂପେ ହୋଇଲା ଧୀନ ସକଳ ଧର୍ମ ପରିହରି ତାବ ସେ ନିତ୍ୟ ଦଣ୍ଡଧାରୀ ସେ କ୍ରୀଡ଼ା ମୃଗ ଜୀବ ପ୍ରାୟ ତାବ ସେ ଧର୍ମ କଲା କ୍ଷୟ ରାତ୍ର ଦିବସ ନ ଜାଣିଲା ତା ରୂପେ ଧ୍ୟାନ ଦିଗ ଗଲା ରାତ୍ର ଦିବସ ନ ଜାଣିଲା ତା ରୂପେ ଧ୍ୟାନ ଦିନ ଗଲା ତା ବିନା ଆଜ୍ଞାରେ ରାଜନ ନ କରେ ଅନ୍ୟ କର୍ମ ମାନ ସେ ପତ୍ନୀ ଠାରେ ତାର ବୀର୍ଯ୍ୟ ପୁତ୍ର ଜନ୍ମିଲେ ମହାତେଜେ ସେ ଶତପୁତ୍ର ଆତ୍ମା ଏକ ଶୁଦ୍ଧ ସୁନ୍ଦର ସୁବିବେକ ସମ ଆକୃତି ରୂପ ବେଶ ଏକ ଏ ନାମ ପ୍ରଚେତସ ତାହାଙ୍କୁ ଚାହିଁ ନୃପବର କହିଲେ ପ୍ରଜା ସୃଷ୍ଟି କର ତକ୍ଷଣେ ପିତା ଆଜ୍ଞା ପାଇ ସେ ଯେ ପ୍ରଚେତା ଦଶ ଭାଇ ତପ ସାଧନେ ଆଗମନ ପଥରେ ଭେଟିଲେ ଈଶାନ ବୃଷଭ ବାହନେ ମହେଶ ଡମ୍ବରୁ ବାଦ୍ୟ ନାଦ ଘୋଷ ଦୀର୍ଘେ ଉଚ୍ଚାରେ ମୁଖ୍ୟ ନାମ ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ ଗୋବିନ୍ଦ ଗୋପାଳ ଶ୍ରୀହରି ସେ ହେ ହୃଷିକେଶ ହେ ଦୈତାରୀ ଆନନ୍ଦେ ଲୋମ ପୁଲକିତ ପ୍ରମାଙ୍ଗ କଣ୍ଠ ସୁଜାତ ହେମନ୍ତ ସମୟେ କୁମାର ଦର୍ଶନ କଲେ ଦେବହର ଭେଟିଲେ ପୂର୍ବ ପୁଣ୍ୟ ଫଳେ ଜନମ ଧରି ଅନ୍ତକାଳେ ପ୍ରାଣୀ ତରନ୍ତି ଅଘାର୍ଣ୍ଣବ ସେ ସର୍ବେ ଦେବଙ୍କୁ ଦୁର୍ଲଭ ତାହାଙ୍କୁ ଚାହିଁ ଗିରିଶ କହନ୍ତି ଶୁଣ ବାଳ ଶିଷ୍ୟ କାହାର ପୁତ୍ର ତୁମ୍ଭେ ମାନେ କି ନାମ ଗୋତ୍ର ବାଞ୍ଛା ମନେ ବୟଃ ଆକୃତି ସମଦୃଶ ବାଳ ନବୀନ ତୁମ୍ଭେ ଦାସ କିମର୍ଥେ ତୁମ୍ଭ ଆଗମନ କହ ସଂଶୟ ତେଜି ମନ ସେ ଦେବ ବାକ୍ୟ ସୁର ସୁମଧୁର ଅମୃତ ଜିଣି ସୁମା ସୁଧାକର ଶୁଣି ପ୍ରଚେତା ଦଶ ଭାଇ କହନ୍ତି ଶିରେ କର ଦେଇ ଶୁଣି ମା ପ୍ରଭୁ ଦେବ ଈଶ ପ୍ରଚେତା ନାମ ଆମ୍ଭ ଦଶ ପ୍ରାଚୀନଗର ଅଧିପତି ତା ବୀର୍ଯ୍ୟ ଆମ୍ଭ ଉତ୍ପତ୍ତି ପିତା ବଚନେ ତପ ଅର୍ଥେ ଅଇଲୁ ପ୍ରାଚୀ ଦିଗ ପଥେ କଠୋର ତପ ସାଧ୍ୟ କରି ଭାବେ ସେ ବିପୁନର ହରି ତୁମ୍ଭ ଦର୍ଶନେ ଯୋଗେଶ୍ୱର ଆମ୍ଭ ସଂଶୟ ହେଲା ଦୂର ତା ଶୁଣି ଦେବ ଉମା ସାଇ ସନ୍ତୋଷେ ତାଙ୍କୁ ଶିକ୍ଷା ଦେଇ ସେ ତପେ ତୋଷୀ ନାମ ମନ ସାନନ୍ଦେ ଗଲେ ନିଜ ସ୍ଥାନ ଶୁଣି ବିଦୁର ବିପରୀତ ସଂଶୟ ଚିତେ ଆଚ୍ଛାଦିତ କହେ ମୈତ୍ରେୟ ମୁଖ ଚାହିଁ ଅଦ୍ଭୁତ ଦୁର୍ଘଟିତ ଏହି ନରମରେ କାହିଁ ସଙ୍ଗ କେମନ୍ତେ ହୋଇଲା ସଂଯୋଗ ହେ ବଡ଼ ସଂଶୟ ଯେ ମୋତେ ଭୂମୁନି ଫେଡ଼ିବା ତଦନ୍ତେ ଯେ କାଳ ରୁଦ୍ର ରୂପେ ଜାତ ଉତ୍ପତ୍ତି ପାଳନ ତଦନ୍ତ ସେ ଯେ ପ୍ରଚେତା ଭାଇ ଦଶ କି ରୂପେ କଲେ ତାଙ୍କୁ ତୋଷ ଦେବ ମାନବ ସଙ୍ଗ କାହିଁ ସେ ଯେ ଭେଟିଲେ ଉମା ସାଇ ଅତି ଦୁର୍ଲଭ ମୁଖ୍ୟ ଅଙ୍ଗ ମନୁଷ୍ୟ ହୋଇଲା ସଂଯୋଗ ଯେ ମୁକ୍ତ ଅଙ୍ଗ ଯୋଗୀ ଜନେ ତାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ ଧ୍ୟାନେ ଧାରଣେ ନ ଦେଖନ୍ତି ସେ ଯେ ତୋଷିଲେ କାଳ ମୂର୍ତ୍ତି ସେ ଆତ୍ମା ବିହନ୍ତା ପୁରୁଷ ଘୋର ଶକ୍ତି ଏ ଯାର ପାଶ
ଯେ ଶିବ ମୃତ୍ୟୁଦଣ୍ଡଧର ଏ ଚରାଚର ପ୍ରାଣହର ଏଣୁ ସଂଶୟ ମୋର ଚିତ୍ତେ ଭୌମନି କହିବା ତଦନ୍ତେ ମୈତ୍ରେୟ ଉବାଚ ଶୁଣ ବିଦୁର ତୋଷ ମନେ ଯେ ପୂର୍ବେ ଆଦିତ୍ୟ ବିଧାନେ ଯେ ଶିବ ଶରୀରେ ଅଶେଷ ସ୍ଥିତି ପାଳନ କରେ ନାଶ କର୍ମାନୁସାରେ ପ୍ରାଣୀଙ୍କର ସୃଜନ ପାଳନ ସଂହାର ଅବିଦ୍ୟା କର୍ମେ କାଳ ରୂପୀ ସେ ଶିବ ସୂର୍ଯ୍ୟ ଅବିଦ୍ୟା କର୍ମେ କାଳ ରୂପୀ ସେ ଶିବ ସୂର୍ଯ୍ୟ ରୂପେ ବ୍ୟାପୀ ସୁବିଦ୍ୟାଚାର ଯାହାର ତାକୁ ସନ୍ତୋଷ ଶୂଳଧର ସମ ବିଷମ ତାଙ୍କ ନାହିଁ ମିତ୍ର ବୈରୀ ଅବା କାହିଁ ଏଣୁ ସେ ମତେ ଯେ ଭାବନ୍ତି ଏ ଘୋର ମୃତ୍ୟୁ ନିସ୍ତରନ୍ତି ସେ ଯେ ପ୍ରଚେତା ଭାଇ ଦଶ ପିତା ବଚନେ ତେଣୁ ତୋଷ ତପସା ଧନେ ଆଗମନ ତେଜି ଅଚଳ ଭୋଗମାନ ସମୁଦ୍ର ନିକଟେ ମିଳିଲେ ଦିବ୍ୟ ସରୋବରେ ଏ ଦେଖିଲେ ସେ ଜଳ ଅତ୍ୟନ୍ତ ନିର୍ମଳ ଦର୍ଶନେ ହରେ ତୃଷାକୁଳ ସୁଖ ଆନନ୍ଦ ସ୍ଥିତି କର ଅମୃତ ତୁଲ୍ୟ ସୁମଧୁର ପୁଷ୍ପ ସମୂହେ ବିରାଜନ୍ତି ଯେହ୍ନେ ଆକାଶେ ଗୃହପନ୍ତି ପ୍ରସୂନ୍ନ ଛଳେ ଶୂନ୍ୟ ନିର୍ମଳ ନାନାଦି ବନେ ଜାତି କୁଳ ନୀଳ ଉତ୍ପଳ ଆଦି କରି ପୁଷ୍ପ ସମୂହେ ଛନ୍ତି ପୁରୀ ପଙ୍କଜାରୁଣ ସୁପ୍ରକାଶେ ଶୋଭନ୍ତି ଇନ୍ଦ୍ରିବର ପୁଷ୍ପେ ସେ ଜଳେ ନାନା ପକ୍ଷୀ କୂଳ କ୍ରୀଡ଼ନ୍ତି କାମେ ମତି ଫଳ ହଂସ ସାରସ ଚକ୍ରବାକ କାରଣ୍ଡକୁ କୁଟ ଡାହୁକ ମତେ ଭ୍ରମୟୀ ସ୍ୱନ ଦିଅନ୍ତି ଆନନ୍ଦେ ମଧୁପାନେ ମାତି ତୀରେ ଶୋଭନ୍ତି ତରୁଲତା ବିବିଧ ଲତା ଆଚ୍ଛାଦିତା ଶୁକ କୋକିଳ ପକ୍ଷୀ ଗଣେଶ ସୁସ୍ୱର ନାଦ ଅନୁକ୍ଷଣେ ପଦ୍ମ କେଶର ରଜର ନେଇ ଆନନ୍ଦେ ପବନ ବହଇ ପୁଷ୍ପ ସୁଗନ୍ଧ ସୁମଧୁରେ ଯେ ଦିଗ ବିଦିଗ ପ୍ରସରେ ବୃଷ ହି ମହେଶ ସେବନେ ହୋଇଲେ ପ୍ରବେଶ ଦେଖିଲେ ପ୍ରଚେତା ଦଶ ଭାଇ ଉଭା ଯେ ଶିରେ କର ଦେଇ ଦଗ୍ଧ ହାଟକ ଦିଶେ କାନ୍ତି ରତ୍ନ ସମୂହେ ବିରାଜନ୍ତି ସୁଗ୍ରୀବ କଣ୍ଠେ ଶୋଭାବନ ସୁନୀଳ ପ୍ରଭା ସୁଲକ୍ଷଣ ହେମନ୍ତ ସମୟେ କୁମରେ ଦେଖି ସାନନ୍ଦ ସୁଖ ଭରେ ସତ୍ୱରେ ଦଣ୍ଡବତ କଲେ ପ୍ରସନ୍ନ ରକ୍ଷଣ ବୋଇଲେ ଧର୍ମ ଈକ୍ଷଣ ଈଶାନ ତୋପାଦେନ ସେବୀୟ ଜ୍ଞାନ ପ୍ରାଣୀ ବୃଜିନ ଦୁଃଖାନଳେ ଦଗ୍ଧ ସନ୍ତାପ ମହାକୁଳେ ଦାରତନୟ ସ୍ନେହ ଜଡ଼ି ଦୁଃଖ ସଙ୍କଟେ ନିତ୍ୟ ପଡ଼ି ଘେନି ତୋ ପାଦ କମଳେ ତା ଚିତ୍ତ ନ ରହେ ନିଶ୍ଚଳେ ତୁ ନାଥ ଭକ୍ତଙ୍କ ସୋଦର ଅଧମ ଜନ ପାପହର ତୋ ନାମ ଭାବନ୍ତି ଯେ ନିତ୍ୟ ସେ ତରି ତାରନ୍ତି ଜଗତେ ହେମନ୍ତେ ପ୍ରଚେତ ଭଣୀ ଶୁଣି ସନ୍ତୋଷ ଶୂଳପାଣି ପ୍ରସନ୍ନ ଚିତ୍ତେ ଶୂଳହସ୍ତ ଦେଖି ତାହାଙ୍କୁ ଶିଳବନ୍ତ କହନ୍ତି ପ୍ରଚେତ ସମାନ ଜାଣିଲୁ ତୁମ୍ଭ ମନ ଜ୍ଞାନ ତେଣୁ ଦର୍ଶନ ଦେଲୁ ଆଗେ ଭୋ ପୁତ୍ର ବର ମାଗ ବେଗେ ଶୁଣି ସନ୍ତୋଷ ପ୍ରଚେତ ଯେହ୍ନେ ଆପ୍ୟାନେ ସୁଧାରସ ସତ୍ୱରେ ଦଣ୍ଡବତେ ପଡ଼ି କହନ୍ତି ଶିରେ କର ଯୋଡ଼ି ଭୋ ପ୍ରଭୁ ତୋ ପାଦ କମଳେ ନ ଭଜି ମର୍ଜିଲୁ ଶୟଳେ ବିଫଳେ ଗଲା ଭଦିନ ତୁ କୃପା ବିନେ ହେ ଈଶାନ ଏବେ ଜାଣିଲୁ ଶୁଭ ଚିତ୍ତେ ତୋର ଦର୍ଶନ ଭହିତେ ଅଶେଷ କର୍ମ ଗଲା ନାଶ ତୋର ପ୍ରସନ୍ନେ ଦେବ ଈଶ ଭୋଦେବ କରୁଣା ସାଗର ପ୍ରସନ୍ନେ ଦୀନ ପାପହର ତୁମ୍ଭ ପ୍ରସନ୍ନେ ପ୍ରାଣୀଙ୍କର ସ୍ୱର୍ଗାପ ବର୍ଗ ନୁହେଁ ଦୂର ଭୋ ଯୋଗେଶ୍ୱର ତୋ ମହିମା ନ ଜାଣିପାରେ ସୁର ବ୍ରହ୍ମା ଆମ୍ଭେ ବାଳକ ଶିଶୁମତି କାହିଁ ଜାଣିବୁ ତୋର ଗତି ଯେ ଆଜ୍ଞା ପ୍ରଭୁ କୃପା ତୋର ଧର୍ମାଦି କାମ ମୋକ୍ଷ ଦ୍ୱାର ଏମନ୍ତେ ନାନା ସ୍ତୁତି କରି ପ୍ରେମ ଆନନ୍ଦେ ଅଶ୍ରୁପୁରୀ ଶୁଣି ପ୍ରମୋଦେ ଉମାକାନ୍ତ ପ୍ରସନ୍ନେ କହନ୍ତି ଅନନ୍ତ ହେ ପୁତ୍ର ଶୁଣ ମୋ ଉତ୍ତର ହରିଙ୍କ ଭକ୍ତ ପ୍ରିୟ ମୋର ଭକ୍ତ ଜନ ଯେ ମୋର ହୃଦୟ
ଏଣୁ ଭକ୍ତଙ୍କ ଠାରେ ଲୟ। ହେ ଯଜ୍ଞେଶ୍ୱର ବାସୁଦେବ ଯାହାର ନାମ ଦୟାର୍ଣ୍ଣବ। ତ୍ରିଗୁଣ ପାରେ ଯାବେ ପ୍ରଧାନ ପୁରୁଷ ଈଶ୍ୱର। ତାହାଙ୍କ ଭକ୍ତ ଯେତେ ଜନ ସେ ମୋର ଅଟନ୍ତି ଜୀବନ। ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ ବୈଷ୍ଣବ ନୁହନ୍ତି ଅଭିନ୍ନ। ତାଙ୍କ ମହିମା ଯଶ ଗୁଣ ମୋତଃ ସାବଧାନେ ଶୁଣ। ଯେ ପ୍ରାଣୀ ଶତ ସମ୍ବତ୍ସରେ ସ୍ୱଧର୍ମେ ସୁନିଷ୍ଠା ଆଚରେ। ତଦନ୍ତେ ବ୍ରହ୍ମ ଜ୍ୟୋତି ପାଇ ଅଶେଷ କଳ୍ମଷ ଛାଡ଼ଇ। ସେ ବିପ୍ରଦେହ କି ପ୍ରକାର ସେ ପୁଣ୍ୟ କରେ ନିରନ୍ତର। ଅଶେଷ ପୁଣ୍ୟ ଗର୍ଭ ଫଳେ ସେ ମୋତେ ଲଭେ ଅନ୍ତକାଳେ। ବୈଷ୍ଣବ ପଦ ଯେବେ ପାଇ ଏ ଲିଙ୍ଗ ଶରୀର ଧ୍ୱଂସଇ। ଲିଙ୍ଗ ଭଗନି ମୁଖ୍ୟ ଯୋଗ ନ ଲଭେ ମୃତ୍ୟୁ ଭୟ ଅଙ୍ଗ। ତୁମ୍ଭେ ଭକ୍ତର ମଧ୍ୟ ସାର ଲକ୍ଷଣ ଜାଣିଲୁ ତୁମ୍ଭର। ଆମ୍ଭର ପ୍ରିୟ ଯେବେ ହରି ତୁମ୍ଭେ କେମନ୍ତେ ମୋତେ ସରି। ଏଣୁ ମାନବ ଭକ୍ତ ଯେହି ମୋ ପ୍ରିୟ ତହୁଁ କାହିଁ ନାହିଁ। ଆହେ ପ୍ରଚେତା ଭାଇ ଦଶ ଏ ତୁମ୍ଭ ବାକ୍ୟ ହେଲୁ ତୋଷ। ହରି ଭଜନ ଏ ପ୍ରକାର କହିବା ଦୃଢ଼ ଚିତ୍ତେ ଧର। ସେ ହରି ପ୍ରସନ୍ନ ଏମନ୍ତେ ହେବେ ତୁମ୍ଭର ଦୟା ଚିତ୍ତେ। ଏ ସର୍ବ ସ୍ତୋତ୍ର ମଧ୍ୟ ସାର ତୁମ୍ଭେ ସକଳ ଚିତ୍ତେ ଧର। ହେମନ୍ତ କହିଣ ସନ୍ଦେଶ ଶୁଣିବି ଦୂର ମନେ ତୋଷ। ନୃପକୁମରେ ବୟନ ଦୟା ବହି ପ୍ରସନ୍ନେ କହନ୍ତି ଗୋସାଇଁ। ସେ ସର୍ବେ ଯୋଡ଼ିବେ ନିକର ଶ୍ରବଣେ ଡେରି କର୍ଣ୍ଣ ଦ୍ୱାର। ରୁଦ୍ର ଉବାଚ ନିରତେ ସ୍ୱୟଂ ଯେ ପରମାନନ୍ଦେ ସୂକ୍ଷ୍ମରୁ ନିରୁପମ। ସେ ରୂପେ ସିଦ୍ଧ ହୁଆ ତୁମ୍ଭେ ଯେଣୁ ଗୋବିନ୍ଦ ନାମ ଭାବେ। ତୁମ୍ଭର ସେବା ବଡ଼ ପୁଣ୍ୟ ଜ୍ଞାନୀଙ୍କ ଆନନ୍ଦ କାରଣ। ଏଣୁ ଆନନ୍ଦ ଲଭ ମୋର କରୁଣା କର ଚକ୍ରଧର। ସକଳ ଆତ୍ମେ ନମସ୍କାର ନିରତେ ହୋଇବ ମୋହର। ତୋ ନାଭି ପଦ୍ମ ବ୍ରହ୍ମା ଜାଣ ସେ ବିଶ୍ୱ ଉତ୍ପତ୍ତି କାରଣ। ଏଣୁ ତୋ ନାମ ପଦ୍ମନାଭ କହନ୍ତି ସଂସାରେ ଦୁର୍ଲଭ। ସେ ନାମେ ପ୍ରଣିପତ୍ୟ ମୋର ଏ ବିନୁ ବାଞ୍ଛା ନାହିଁ ଆର। ହେ ପୃଥ୍ୱୀ ଆପ ତେଜ ବାୟୁ ଆକାଶ ପଞ୍ଚଭୂତ ଯେହୁ। ସବଦା ସ୍ପର୍ଶ ରୂପ ରସ ଅପରେ ଗନ୍ଧ ମାତ୍ର ଶେଷ। ଏହାଙ୍କ ଅନ୍ତରାତ୍ମା ଏହି ଯେ ବିଶ୍ୱ ସଂସାର ସର୍ଜଇ। ତାହାଙ୍କୁ ପ୍ରଣିପାତ ମୋର ଏ ଭବୁ କରିବେ ନିସ୍ତାର। ଯେ ଅନ୍ତଃକରଣ ସଞ୍ଚତ୍ୱର ଏ ମନ ବୁଦ୍ଧି ଅହଙ୍କାର। ତାହାଙ୍କ ଅନ୍ତରାତ୍ମା ହୋଇ ପ୍ରକାଶ କରୁ ତୁ ଗୋସାଇଁ। ଯେ ପ୍ରଭୁ ବୁଦ୍ଧି ଇଷ୍ଟଦାତା ଶ୍ରୀ ବାସୁଦେବ ଶୁଦ୍ଧ ଚେତା। ସେ ଅତି ଶାନ୍ତ ନିର୍ବିକାର ନମଇ ଭକ୍ତି ମତେ ତାର। ଅଧିଷ୍ଠାତାଧିକାରୀ ଯେହୁ ଶ୍ରୀ ଶଙ୍କର୍ଷଣ ମହାବାହୁ। ସେ ଯେ ଅନନ୍ତ ସିଦ୍ଧମୟେ ମୋ ପ୍ରଣିପାତ ତାଙ୍କ ପ୍ରାୟେ। ଯେ ପ୍ରଭୁ ଚିତ୍ର ଅଧିଷ୍ଠାତା ପ୍ରଦ୍ୟୁମ୍ନ ରୂପେ ବିଚରନ୍ତା। ସେ ପ୍ରଭୁ ପାଦେ ମୋ ବିନତି ସେ ବିଶ୍ୱ ପ୍ରବୋଧ କରନ୍ତି। ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ ତକ୍ଷଣେ ହେବ ବିନାଶନ। ଇନ୍ଦ୍ରିୟ ଅଧିପ ଯେ ମନ ତାହାଙ୍କ ଅଧିଷ୍ଠାନ ନାମ। ଯେ ଅନିରୁଦ୍ଧ ଯେ ଈଶ୍ୱର କରିବେ ସଂସାର ନିସ୍ତାର। ଯେ ସୂର୍ଯ୍ୟ ରୂପେଣ ପ୍ରକାଶ ପ୍ରତ୍ୟକ୍ଷ ସେ ପରମହଂସ। ସେ ତେଜେ ଜ୍ୟୋତି ରୂପ ଧରି ଏ ବିଶ୍ୱ ପ୍ରକାଶକୁ କରି। ସ୍ୱର୍ଗାପବର୍ଗ ଦ୍ୱାର ବେନି ଥାଇ ତାହାର ବୁଦ୍ଧି ଘେନି। ପବିତ୍ର ଚିତ୍ତେ ଯାର ସ୍ଥିତି ସେ ପ୍ରଭୁ ପାଦେ ମୋ ବିନତି। ସେ ନାମେ ପ୍ରଣିପତ୍ୟ ମୋର ଏ ବିନୁ ନାହିଁ ବାଞ୍ଛାର। ଯେ ଅଗ୍ନି ରୂପେ ଭଗବାନ ଯଜ୍ଞାଦି ଯାହାର ସାଧନ। ପ୍ରବୃତ୍ତି ନିବୃତ୍ତିରେ କରି ଯେ ହରି ସଂସାରେ ବିହରି।
ସେ ପିତୃଦେବଙ୍କ କାରଣ ହୋଇଲେ ଅନ୍ୟ ସ୍ୱରୂପେଣ। ସେ ସମରୂପ ନାରାୟଣ ଧଇଲେ ଯେ ଅର୍ଥ କାରଣ। ତ୍ରିବତୀ ପାଦେ ମୋ ବିନତି ଯେଣେ ହୋଇବ ମୋର ଗତି। ଯେ ଆତ୍ମା ରୂପେ ଭଗବାନ ସେ ସ୍ପର୍ଶ ରୂପେ ଆସ୍ୱାଦନ। ଯେ ମହି ରୂପେ ସର୍ବକାଏ ବିଶ୍ୱ ସଂସାର ଚାର ଦେହେ। ସେ ପ୍ରଭୁ ଚରଣେ ମୋ ମନ ନିରତେ ରହୁ ଅନୁକ୍ଷଣ। ଯେ ତୁମ୍ଭ ପଙ୍କଜ ଚରଣ ଯେ ପ୍ରାଣୀ ପଶନ୍ତି ଶରଣ। ଅଶେଷ ମାୟା ଦ୍ୱନ୍ଦ୍ୱ ଭୟେ ଖଣ୍ଡନ୍ତି ପ୍ରଭୁ ଦେବରାଏ। ସେ ରୁଦ୍ର କହନ୍ତି କୁମର ଏ ଗୀତ ଶୁଦ୍ଧ ମନେ ଧର। ଏ ଗୀତା ପୂର୍ବେ ବ୍ରହ୍ମା ମୋତେ କହିଲେ ଭୃଗ୍ୱାଦି ସହିତେ। ଏ ସ୍ତବ୍ଧ ପଢ଼ନ୍ତେ ଆମ୍ଭର ଜ୍ଞାନ ଦଶା ହେଲା ଦୂର। ମହେଶ କହିଲେ କର୍ଣ୍ଣରେ ଆନନ୍ଦେ ଧରି ତାକୁ ମୋରେ। ସାଷ୍ଟାଙ୍ଗେ ତାହାଙ୍କ ଚରଣେ ନ ମିଳେ ପ୍ରଚେତ ସଗଣେ। କହିବି ପ୍ରଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟାଂ ବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ରୁଦ୍ରଗୀତା ଉପାଖ୍ୟାନେ ନାମ ଚତୁର୍ବିଂଶ ଅଧ୍ୟାୟः।